ହାତରେ ଯଦି ଗଭର୍ଣ୍ଣମେଣ୍ଟ ଜବ୍ ଅଛି ଏଇଆ ଭାବିକି ସେଦିନ ଏମ୍ ଏସ୍ ଧୋନି ସେଦିନ ଯଦି ଟ୍ରେନରେ ଚଢ଼ି ନଥାନ୍ତେ ବୋଧ ହୁଏ ଆଜି ତାଙ୍କୁ କେହି ବି ଏତେ ବଡ଼ ନାଁରେ ଜାଣିନଥାନ୍ତେ। ତ ଜୀବନରେ ସବୁବେଳେ ରିସ୍କ ନେବାର ଅଛି। ଯେଉଁମାନେ ଜୀବନରେ କେବେ ରିସ୍କ ନେଇନାହାନ୍ତି ତ ସେମାନେ କେବେ ବି ତାଙ୍କ ଜୀବନରେ ସକ୍ସେସ୍ର ଟେଷ୍ଟଟା ଭଲ ଭାବରେ ଜାଣିନାହାନ୍ତି। ତ ମୁଁ ଏ ଭିଡ଼ିଓରେ ଆପଣମାନଙ୍କୁ ଏମିତି କିଛି କଥା କହୁଛି ଯେଉଁଟା ଆପଣଙ୍କ ଜୀବନକୁ ବହୁ ମାତ୍ରାରେ ବଦଳାଇ ଦେବ। ଆଉ ହଁ, ଯଦି ଏ କଥା ଆପଣଙ୍କ ଜୀବନରେ କାମରେ ଆସେ ତ ନିଶ୍ଚିତ ଭିଡ଼ିଓକୁ ସମ୍ପୂର୍ଣ୍ଣ ଭାବରେ ଦେଖିବେ, ବିନା ସ୍କିପ୍ରେ ପୁରା ଆରମ୍ଭରୁ ଶେଷ ଯାଏଁ ଦେଖନ୍ତୁ। ନିଶ୍ଚିତ ଆପଣମାନେ ଜାଣିପାରିବେ କି ମୁଁ ଯେଉଁ ସାଧାରଣ ଭାବେ ଯେଉଁ ଜୀବନରେ ବଞ୍ଚୁଛି ତ ତାଠୁ ଏ ରିସ୍କ ବାଲା ଯେଉଁ ଅଛି ଲାଇଫ୍, ଏ ରିସ୍କ ବାଲା ଲାଇଫ୍ଟା କେତେ ମଜାଦାର ଲାଇଫ୍। ପ୍ରକୃତରେ ରିସ୍କ ନେବାଟା ହିଁ ଆମ ପାଇଁ କେତେ ଦୂର ସମ୍ଭବ ହେବ। ତ ଆଜିକା ଦୁନିଆରେ ତ ଆପଣମାନେ ନିଜ ଆପଣଙ୍କ ଛାତିରେ ହାତ ରଖି କୁହନ୍ତୁ ତ ଦେଖି, କେତେଜଣ ଆଜିକା ଜୀବନରେ ବିନା ରିସ୍କରେ ଭଲରେ ଅଛନ୍ତି। ତ ଯେଉଁମାନଙ୍କର ଆନ୍ସର୍ ହଁ ଆସିବ ତ ସେମାନଙ୍କ ପାଇଁ ଆଉ କିଛି କହିବାର ନାହିଁ। ତ ଯେଉଁମାନଙ୍କର ଆନ୍ସର୍ ନ ଆସୁଛି, ନା ଆସୁଛି, ତ ସେଇମାନେ ଥରୁଟିଏ ଭାବନ୍ତୁ କି ରିସ୍କ ନେବାଟା ଆମ ପାଇଁ କେତେ ଜରୁରୀ। ତ ଯେତେବେଳେ ଆମେ ଚାଲିବା ଶିଖିଲେ ତ ପ୍ରଥମ ରିସ୍କ ତ ଆମେ ସେଇଠି ନେଇଥିଲେ ଯେତେବେଳେ ଆମେ ଚାଲିବା ଶିଖିଲେ। ତ ସେ ଚାଲିବା ଶିଖିବା ବେଳେ ଆମେ ଅନେକ ଥର ପଡ଼ିଛନ୍ତି, ପୁଣି ସେଇ ଜୋସ୍ରେ ଉଠିକି ଚାଲିଛନ୍ତି। ତ ରିସ୍କଟା ସେଇ ଜୋସ୍ରେ ନେବାର ଅଛି ଯେତିକି ଜୋସ୍ରେ ଆମେ ଜୀବନର ପ୍ରଥମ ଚାଲିବା ଶିଖିଥିଲେ। ଯଦି ଆମେ ଆମ ଜୀବନରେ କିଛି ବି ରିସ୍କ ନେଉନାହାନ୍ତି ତ ଦେଖିବେ କେବେ ବି ଆମେ ଆମ ଜୀବନରେ ସକ୍ସେସ୍ ହେଇପାରିବା ନାହିଁ। ତ ଯେଉଁମାନେ ବି ତାଙ୍କ ଜୀବନରେ ସବୁ ସକ୍ସେସ୍ ପାଇଛନ୍ତି ତ ଆମେ ଖାଲି ତାଙ୍କର ସକ୍ସେସ୍ ଷ୍ଟୋରିକୁ ଜାଣିଛନ୍ତି। ଯେତେ ବଡ଼ ବଡ଼ ସକ୍ସେସ୍ ହେଇଛନ୍ତି, ଯେତେ ପାୱାରଫୁଲ୍ ଲୋକ ଆଜିକା ଦୁନିଆରେ ସକ୍ସେସଫୁଲ୍ ଲୋକ ଅଛନ୍ତି, ତାଙ୍କର ଆମେ କେବଳ ସକ୍ସେସଫୁଲ୍ ଷ୍ଟୋରି ଶୁଣିଛନ୍ତି। କିନ୍ତୁ ବହୁତ କମ୍ ଲୋକ ଏଇଟା ଜାଣିଥିବେ କି ତାଙ୍କର ରିସ୍କ ନେବାର ପାୱାରଟା କେତେ, ଆଉ ସେମାନେ ତାଙ୍କ ଜୀବନରେ କେତେ ରିସ୍କ ନେଇଛନ୍ତି। ଆଉ ହଁ, ଥରୁଟିଏ ସେଇମାନଙ୍କର ରିସ୍କର ଷ୍ଟୋରି ଶୁଣନ୍ତୁ, ଦେଖିବେ ଆପଣମାନେ ନିଶ୍ଚିତ ଚିନ୍ତା କରିବେ, ନିଶ୍ଚିତ ଭାବିବେ କି ଏ ରିସ୍କ ନେବାଟା କେତେ ଜରୁରୀ। ଆଉ ଆପଣମାନେ ଦେଖିବେ ଥରେ ରିସ୍କ ନେଇକି ତ ନିଶ୍ଚିତ ଆପଣ ଆପଣଙ୍କ ଜୀବନରେ ସକ୍ସେସ୍ ହେବେ। ଆଉ ସେହି ସକ୍ସେସଫୁଲ୍ ବ୍ୟକ୍ତିଙ୍କ ପାଖରେ ଆପଣଙ୍କ ନାଁକୁ ବି ମଧ୍ୟ ଆପଣ ଯୋଡ଼ିପାରିବେ। ଆଉ ଏମିତି ବି ବହୁତ ଲୋକ ଅଛନ୍ତି କି ତାଙ୍କ ପିଲାଙ୍କୁ ବିଜନେସ୍ କରିବା ପାଇଁ କେବେ ବି ଛାଡ଼ନ୍ତିନି କି ନାହିଁ, ସେଥିରେ କି ଯଦି ଆମେ ଫେଲୁଅର୍ ହେଇଯିବା କି କାହିଁକି ନା ସେମାନେ ବହୁ ବର୍ଷ ପୂର୍ବରୁ 20 କି 25 ବର୍ଷ ପୂର୍ବରୁ ଗୋଟେ ବିଜନେସ୍ ଆରମ୍ଭ କରିଥିଲେ ଯେଉଁଥିରେ ସେମାନେ କି ଲସ୍ ସହିଥିଲେ। ତ ସେ ସମୟର ଗୋଟେ ଟ୍ରେଣ୍ଡ ଅଲଗା ଥିଲା, ସେ ସମୟର ଗୋଟେ ରିକ୍ୱାରମେଣ୍ଟ ଅଲଗା ଥିଲା, ଯେଉଁଟା ଆଜିକା ସମୟରେ ସମ୍ପୂର୍ଣ୍ଣ ଅଲଗା। ତ ଥରୁଟିଏ ଛାଡ଼ନ୍ତୁ ସେ ପିଲାକୁ କି ବିଜନେସ୍ କରିବା ପାଇଁ, କି ସେ ସମୟର ରିକ୍ୱାରମେଣ୍ଟ ଆଉ ଏ ସମୟର ରିକ୍ୱାରମେଣ୍ଟରେ
रिक्वायरमेंट ମଧ୍ୟରେ ବହୁତ ସାରା ଫରକ ଅଛି। ଆଉ ଆଉ ଗୋଟେ କଥା କି ସେ ପିଲାର ତ ଇଣ୍ଟରେଷ୍ଟ ଅଛି ନା କି ବିଜନେସ୍ କରିବା ପାଇଁ କି ରିସ୍କ ନେବା ପାଇଁ, ତ ତେବେ ସେ ପିଲାକୁ ରିସ୍କ ନେବାକୁ ଛାଡ଼ି ଦିଆଯାଉ। ତ ଦେଖିବେ ନିଶ୍ଚିତ ସେ ପିଲା ବହୁତ ଗ୍ରୋ କରିବ। ଆଉ ହଁ, ଏଇ ରିସ୍କ ନେବା ପାଇଁ ବି କିଛି ମାତ୍ରାରେ ଫ୍ୟାମିଲି ସପୋର୍ଟ ରହିବା ଦରକାର କି ହଁ ଏ ପିଲା ରିସ୍କ ନେଉ, ତ ରିସ୍କ ନେଲେ ସେ ବହୁତ କିଛି ଶିଖିବ କି ରିସ୍କ ନେବା ଦ୍ୱାରା ସେ ବହୁତ ବଡ଼ ସକ୍ସେସକୁ ସେ ଆଚିଭମେଣ୍ଟ କରିବ। ତ ସବୁବେଳେ ରିସ୍କ ନିଅ, ଆଉ ରିସ୍କ ନେବାକୁ କେବେ ହେଲେ ଭୟ କର ନାହିଁ। ଆଉ ଯଦି ତୁମ ଜୀବନରେ ତୁମେ ରିସ୍କ ନେଇଛ ତାହେଲେ ତୁମେ 100% ଗ୍ୟାରେଣ୍ଟି କି ନିଶ୍ଚିତ ସକ୍ସେସ୍ ପାଇବ। ଯଦି ଏ କଥାଟି ଆପଣମାନେ ବୁଝିଥିବେ, ନିଶ୍ଚିତ ଆପଣଙ୍କ ଜୀବନରେ ଆପଣଙ୍କ କର୍ମକ୍ଷେତ୍ରରେ ଏହାକୁ ନିଶ୍ଚିତ ଲଗେଇବେ। ଜୟ ଜଗନ୍ନାଥ।